कृष्णाय वासुदेवाय हरये परमात्मने प्रणतः क्लेशनाशाय गोविन्दाय नमो नमः। प्रथम स्कंद सप्तदश अध्याय। सुत उवाच एबे हो शुण मुनिजने हरिचरित शुद्धमने से प्राची सरस्वती कूले प्रवेश चतुरंग बले से राज ऋषि परीक्षित तेजे की विराजे आदित्य तक्षणे सरस्वती कूले मिलिले गोमिथुन मेले देखिले राज रूपधारी लुहार जष्टि करे धरी स्वभावे शूद्र तार देही नटर प्राय सज होई सर्पर प्राय घोर नादे दंड प्रहारे वृक्ष पादे स्वभावे कई चरण प्रहार करे पुणा पुण तार प्रहारे से विकल लोचनु बहे अश्रुजल कंपई महाभये देही मूत्रपुरीश उत्सर्गई तार प्रहारे धेनु कांदे स्थिर न रहे चारि पादे पादे प्रहारे धेनु पुण लुटई चतुर चरण वश्याविहीन कृश देही क्षुधार्थे भोजन इच्छई तार निकटे रथे थाई राजन अलंकृत देही बाण आरोपी धनुर्गुणे गभीर कोमल वचने अनाई वृषभवदन पुछई प्रहार कारण से दुष्ट पुरुषको चाही राजन कहे रोष बही राजा उवाच कह एके बण कारण किंपाई करु प्रहारण काहू अइलु तु पुरुष कह तोहर नाम किस मोर शरण नरलोक एहाकु करु तु निरेख निर्बल प्राणी कि तु बळे प्रहारु बलियार छळे बेसे तु राज रूप बहु नटर प्राय दिजनहु कह एके बण कारण देख मो करे धनुर्बाण देख अर्जुन संगे करी निज भुवने गले हरि से तो स्वभावे अरक्षित प्राणी की किंपा करुहत प्राणी सहरु अवहेळे काल तो पुरिला निश्चळे पुणी वृषभ मुख चाही संभ्रम चिंटे पचारई तु वृष मृणाल धवल
एकई पादे तुम्भे चलम तिनी चरण तोर थिला कह कि हेतु केणे गलाम केउँ देवता कह तुही मायारे वृष रूप होइम एकथा मते बड़ गरु मोहर मने खेद करू देख कौरव वंशभुजे प्रजारक्षित मोर राजे प्राणीलोचनु अश्रुजल तो बिनु न पडई तळम पुणी सुरभिमुख चाहि आश्वास वाक्ये पचारईं तु धेनु कान्दु काहि पाई वृषभ भय तोर नाही भोमातर दनन कर मुहि खळङ्क दर्पहरम मुहि पाळक अछि जहि मोर प्रजाଙ୍କୁ दुःख काहि ଯାହାର ରାଜେ ପ୍ରଜାକୁଳେ ହିଂସା କରନ୍ତି ଦୁଷ୍ଟ ଖଳେ ତା ଯେବେ ରାଜା ନ ଶୁଣଇ ତାର ଆୟୁଷ ଯଶ କାହିଁ ନାଶ ଇହ ପରଲୋକ ଅନ୍ତେ ସେ ପଡ଼ଇ ନରକ ରାଜପଣର ଧର୍ମ ଏହି ନିଶ୍ଚିନ୍ତେ ପ୍ରଜା ଯେ ପାଳଇ ଏଣୁ ଏହାକୁ ବଧ କରି ଧର୍ମେ ଅଧର୍ମ ଦୂର କରି ପ୍ରଜାର କ୍ଷଣେ କାରଣ ଏବେ ହୋ ବୃଷଭ ତୁ ଶୁଣ ତୋର ଚତୁର ପାଦ ଥିଲା ତିନି ଚରଣ କେଣେ ଗଲାମ କୃଷ୍ଣ ସେବକ ରାଜ୍ୟ କେହି ତୋପରି ଦୁଃଖ ଚିତେ ନାହିଁ କୃଷ୍ଣାନୁବ୍ରତୀ ରାଜା ଯେତେ ତାହାଙ୍କ ରିପୁ ଏ ଜଗତେ ଧର୍ମନାଶନ୍ତି ମହିତଳେ ଯେ ସାଧୁ ହିଂସେ ଅବହେଳେ ତୋହର ବିରୂପ ଚରଣ ପାଣ୍ଡବ ବଂଶେ ଦୂଷଣ ନିର୍ଦ୍ଦୋଷ ପ୍ରାଣୀ କି ଯେ ହିଂସେ ସେ ଅପରାଧେ ଆତ୍ମନାଶେ ତାହା ତୁ କହ ମୋ ଆଗର ମଙ୍ଗଳ କରିବି ତୁମ୍ଭର ସଂସାରେ ପାପୀ ଜନଙ୍କର ମୋ ଭୟେ ହୃଦୟ କାତର ସାଧୁଙ୍କ ମଙ୍ଗଳ ନିମନ୍ତେ ଅସାଧୁ ଗଣ ନାଶାର୍ଥେ ଏଣୁ ଏ ଲୋକେ ଅପଯଶ ଯେ କରେ ହୋଇ ନିରଙ୍କୁଶ ମୁହିଁ ତାହାର ଭୁଜ ଦୁଇ ଛେଦିବି ଯେବେ ଦେବ ହୋଇ ରାଜା ପରମ ଧର୍ମ ଏହି ସ୍ୱଧର୍ମେ ପ୍ରଜାଙ୍କୁ ପାଳ ସ୍ୱଧର୍ମେ ପାଳେ ବସୁନ୍ଧରି ଖଳ ଚୌର୍ଯ୍ୟଙ୍କୁ ନିବାରି ଯେ ଚାରି ବର୍ଣ୍ଣ ଏ ଜଗତେ ସ୍ୱଧର୍ମ ଛାଡ଼ି ଅନ୍ୟ ପଥେ ତାହାଙ୍କ ଗର୍ବ ଯେବେ ହରେ ସେ ରାଜ ଧର୍ମ ରାଜ୍ୟ କରେ
ରାଜାର ବାକ୍ୟ ଶୁଣି ତ ସେ ଧର୍ମ କହନ୍ତି ହରଷେ। ଧର୍ମବାଚ ପାଣ୍ଡବ ବଂଶେ ବେଭାର ଆରତ ପ୍ରାଣୀ ଭୟ ହର। ଯାହାର ପୁଣ୍ୟ ଗୁଣେ ହରି ସାରଥି ଦୂତ ପଣ କରି। ଶୁଣଃ ପୁରୁଷ ଉତ୍ତମ ଯାହାର ଯେବା ନିଜ ଧର୍ମ। ପ୍ରାଣୀଙ୍କ କ୍ଲେଶ ବୀଜ ଯେତେ ପ୍ରକାଶ ନୁହେଁ ମୋର ଚିତେ। ଯେ ବାକ୍ୟ ଭେଦ ବିମୋହନ ତାକୁ ନ ଜାଣେ ତେଣୁ ଜନ। କେ ଆତ୍ମଜ୍ଞାନେ ଆତ୍ମା ଧରେ ଆତ୍ମାର ବିକଳ୍ପ ବିଚାରେ। କେବଲେ ଦୈବ ବଳିୟାର କେବଲେ କର୍ମର ଏ ଫଳ। କେବଲେ ସ୍ୱଭାବ ଏହାର ବ୍ରହ୍ମା ଶଙ୍କରେ ଅଗୋଚର। ତର୍କି ନ ପାରି ଯାହା ମନେ କେ ତାହା କହିବ ବଚନେ। ଏ ଆଦି ଯେ ବିଧି ବୃତ୍ତାନ୍ତ ତୁ ରାଜା ଏହା ମନେ ଚିନ୍ତ। ଏମନ୍ତେ ଧର୍ମ ମୁଖୁ ବାଣୀ ସେ ରାଜା ସାବଧାନେ ଶୁଣି। ମନରୁ ଖେଦ ଦୂର କଲା ସ୍ୱରୂପେ ଧର୍ମକୁ ଦେଖିଲା। ଦେହେ ଉତରି ଅକ୍ଷମାଳ କଟିରେ ଅଜିନ ଦୁକୁଳ। ଲମ୍ବ ସୁନ୍ଦର ଚାରିକର ଶିରେ ଶୋଭିତ ଜଟା ଭାର। ତନୁ ଶଶାଙ୍କ ବପୁ ଗଞ୍ଜେ ଶ୍ରୀବତ୍ସ ଚିହ୍ନେ ହୃଦେ ସାଜେ। ଯେସନେ ତଡ଼ିତ ତଗସ ରାଜା ଦେଖିଲା ଏହୁ ବେଶ। ରାଜାକୁ ସ୍ୱରୂପ ଦେଖାଇ ସେ ବୃକ୍ଷ ଏକ ପାଦେ ରହି। ରାଜା ଦେଖିଲା ଧର୍ମ ରୂପ ଚିଣ୍ଟେ ପ୍ରକାଶେ ଜ୍ଞାନ ଦୀପ। କପଳେ ଦେଇ ବେନି କର ଧର୍ମକୁ ବୋଲେ ନୃପବର। ରାଜା ବାଚ ତୁ ଧର୍ମ ଧର୍ମ କଥା କହୁଁ ଛଳେ ବୃଷଭ ରୂପ ବହୁ। ଅଧର୍ମ କର୍ମ ଯେ କରଇ ଯେ ଅବା ତାହା ପ୍ରକାଶଇ। ନରକେ ଗତି ଦୁହିଁଙ୍କର ଏ ରୂପେ ଶାସ୍ତ୍ରର ବିଚାର। କିବା ଏ ଦେବ ମାୟା ଗତି କେଜାଣି ବାରେ ଚିତେ ଚିନ୍ତି। ମନ ବଚନେ ଅଗୋଚର ନିଶ୍ଚୟ ବିଚାର ପ୍ରାଣୀର। ତୋହର ଚତୁର ଚରଣ ପ୍ରଥମ ଯୁଗେ ଆଚରଣ। ତପସ ଉଚ୍ଚ ଦୟା ସତ୍ୟ ଏ ଯୁଗ ଅନୁରୂପେ କୃତ୍ୟ। ସତ୍ୟର ସଙ୍ଗେ ତପ ଗଲା ଶୌଚ ତ୍ରେତୟା ହରିଲା। ଦ୍ୱାପର ଗଲା ଦୟା ସଙ୍ଗେ ସତ୍ୟ ରହିଲା କଳି ଯୁଗେ। ତପକୁ ଗର୍ବ ନାଶ କଲା ଶୌଚ ସଙ୍ଗ ସଂହାରିଲା। ଦୟା ହରିଲା ମଦ ବଳେ ସତ୍ୟ ଯେ ରହିଲା ନିଶ୍ଚଳେ। ଯେ ସତ୍ୟ ବଳେ ପ୍ରାଣୀ ତୋତେ ସାଧନ୍ତି କର୍ମ ନାନା ମତେ। ଏବେ ଯେ ଅଛି ଏକ ପାଦ ଏ କଳି ତାହାକୁ ଆପଦ। ଚିନ୍ତଇ ମିଥ୍ୟା ଅଧର୍ମରେ କିମ୍ବା ମୋର ଅଧିକାରେ। କଠୋର ସତ୍ୟ ଯେ ପାଳିବ ସେ ପ୍ରାଣୀ କୃଷ୍ଣଙ୍କୁ ପାଇବ। ଏ ସତ୍ୟ ଭାବୁ ସତ୍ୟ ଯୁଗ ଏ କଳି ଅନ୍ତେ ପ୍ରକାଶିବ। ଏ ଭୂମି ଭାରା ଭର ହରି ଶ୍ରୀକୃଷ୍ଣ ଗଲେ ଅପସରି। କୃଷ୍ଣର ପାଦ ପଦ୍ମ ଚିହ୍ନ ମଣିକୁଣ୍ଡଳ ଶୋଭାବନ। ପବିତ୍ର ସୁନ୍ଦର ଶରୀର ଦେଖି ସାନନ୍ଦ ସୁର ନର। ସେ ହରି ଛାଡ଼ି ଗଲା ଯେବେ ଦେଖ ଏହାର ଦୁଃଖ ଏବେ। ଦୁର୍ଭଗା ପ୍ରାୟ ଅଶ୍ରୁମୁଖୀ କାନ୍ଦଇ ଅତି ଦୁଃଖେ ଦୁଃଖୀ। ପାପିଷ୍ଠ ଶୂଦ୍ର ରାଜା ଯେତେ ସର୍ବେ ଭୁଞ୍ଜିବେ ମିଳି ମୋତେ। ଏମନ୍ତେ ଧର୍ମ ବସୁନ୍ଧରି ବାକ୍ୟ ପ୍ରବନ୍ଧେ ବୋଧ କରି।
ତୀକ୍ଷ୍ଣ ଖଡ଼ଗ ଧରି ହସ୍ତେ ମିଳିଲା କଳିର ଗ୍ରହତେ। ଅଧର୍ମ ହେତୁ ବଳେ ମାରି ମୁହିଁ ପାଳିବି ବସୁନ୍ଧରୀ। କଳି ଦେଖିଣ ତା ବଦନ ଛାଡ଼ିଲା ନୃପତି ଲାଞ୍ଛନ। ପ୍ରାଣ କାତରେ ଉଦବେଗେ ପଡ଼ିଲା ରାଜା ପାଦ ଯୁଗେ। ସେ କଳି ଜୀବନ ବିକଳେ ପାଦେ ପଡ଼ିଲା ଯେତେବେଳେ। ଦେଖିଣ କଳିର ବିକଳ ସ୍ୱଭାବେ ମେଦିନୀ ବତ୍ସଳ। ତାର ବିକଳ ମୁଖ ଦେଖି ଖଡ଼ଗ ଭୁଜ ଊର୍ଦ୍ଧ୍ୱେ ରଖି। ଛେଦନ ନ କରି ତା ଶିର ହସି ବୋଲନ୍ତି ନୃପବର। ରାଜା ଉବାଚ ତୁ ଯେ ଅଞ୍ଜଳି ଶିରେ ଧରି ପାଦେ ପଡ଼ିଲୁ ଭୟ କରି। ଅର୍ଜୁନ ବଂଶେ ଜାତ ଯାର ତାହାକୁ କାହିଁ ଭୟ ତାର। ଅଧର୍ମ ବନ୍ଧୁ ତୁ ସ୍ୱଭାବେ ମୋର ବଚନ ଶୁଣ ଏବେ। ମୋହର କ୍ଷେତ୍ରେ ନ ପଶିବୁ ଯେବେ ତୁ ଜୀବନେ ବଞ୍ଚିବୁ। ତୁ କେହ୍ନେ ଥିବୁ ରାଜଘରେ ଅଧର୍ମ ଯୁଥ ତୋ ସଙ୍ଗରେ। ଲୋଭ ସତ୍ୟ ଚୌର୍ଯ୍ୟ କର୍ମ ଏଆଦି ଅଶେଷ ଧର୍ମ। ଦୁର୍ଜନ ଆଚରଣ ମାୟା କଳହ ଦମ୍ଭ ମୋହ। ତୋହର ସଙ୍ଗେ ଥାନ୍ତି ଏତେ ମୋ ଦେଶେ ଥିବୁ ତୁ କେମନ୍ତେ। ଯେ ପ୍ରାଣୀ ଥିବେ ସତ୍ୟ ଧର୍ମେ ତହିଁ ତୁ ନ ପଶିବୁ ଭ୍ରମେ। ଏ ବ୍ରହ୍ମା ବର୍ତ୍ତେ ଯେତେ ଜନ ବ୍ରାହ୍ମଣ ଆଦି ଚାରି ବର୍ଣ୍ଣ। ଆଗମ ନିଗମ ପ୍ରମାଣେ ଯଜ୍ଞ ସମ୍ପାଦି ଯେ ବ୍ରାହ୍ମଣେ। ହରିଚରଣେ ପୂଜା କରି ଯେଣେ ସନ୍ତୋଷ ନରହରି। ସ୍ଥାବର ଆଦି ଚାରି ଦେହେ ବାହ୍ୟ ଅନ୍ତରେ ବ୍ୟାପି ରହେ। ଯେହ୍ନେ ପବନ ଏ ଶରୀରେ ବହଇ ଅନ୍ତର ବାହାରେ। ସେ ହରି ପୂଜା କରି ଯହିଁ ତହିଁ ପ୍ରବେଶ ତୋର ନାହିଁ। ଏ ଧର୍ମ ମୋହର ପ୍ରମାଣ ଏଥକୁ ସାକ୍ଷ୍ୟ ନାରାୟଣ। ଶୁଣି ସେ ରାଜାର ଉତ୍ତର କଳି କମ୍ପଇ ଥରହର। ପରୀକ୍ଷେ ରାଜ ଶିକ୍ଷା ଦେଇ ସ୍ୱର୍ଗେ ଚଳିଲେ ପାଞ୍ଚ ଭାଇ। ସେହି ପ୍ରକାରେ ମନେ ଗୁଣି ରହେ କୌରବ ଶିରୋମଣି। ହସ୍ତିନାପୁରେ ରାଜନୀତି ପ୍ରଜା ପାଳନେ ଚକ୍ରବର୍ତ୍ତୀ। ଏମନ୍ତେ ଅଭିମନ୍ୟୁ ସୁତ ପ୍ରଜା ପାଳନେ ସୁବିଦିତ। ଯାହାର ରାଜେ ତୁମ୍ଭେ ଥାଇ ହରି ଭଜୁଛ ଯଜ୍ଞେ ଦାହି। ସେ ହରି ଚରଣେ ବିଶ୍ୱାସ କହଇ ଜଗନ୍ନାଥ ଦାସ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ପ୍ରଥମ ସ୍କନ୍ଧେ କଳି ନିଗ୍ରହ ନାମ ସପ୍ତଦଶ ଅଧ୍ୟାୟ।